ମର୍ଣ୍ଣିଂ ଆମେ ଆସିଥିଲୁ 5:30 ଫେରିଲା ବେଳକୁ ଦେଖିଲା ବେଳକୁ ଧୂଆଁ ଟିକେ ଟିକେ ବାହାରୁଥିଲା। ଆଉ ତାପରେ 8ଟା ବେଳକୁ ନିଆଁ ଲାଗିଛି ଆଉ ସେ ଖବର ଦେଇଛନ୍ତି ଆଉ ଆମେ ପଳେଇ ଯାଇଥିଲୁ ନଥିଲୁ। ଦମକଳ ବାହାରେ କେତେ ଆସିଲା ଆମେ କହିପାରିବୁନି। ଆମେ ଯେତେବେଳେ ପଳେଇ ଯାଇଥିଲୁ ଆମେ 7ଟା 7:30 ତ ପଳେଇ ଯାଉ ନା ଆଉ 7ଟା ବେଳେ ଦେଖିଲୁ ଧୂଆଁ ଟିକେ କଣ ବାହାରୁଥିଲା। କଣ ଧୂଆଁ ବାହାରୁଛି କଣ ଇଏ ଚାଲୁଛି କେତେ ବର୍ଷ ହେଲାଣି 7-8 ବର୍ଷ ହେଲା ଚାଲିଲାଣି। ଆଗରୁ ଥରେ ନିଆଁ ଲାଗିଥିଲା ସେ କଣ 2 ମାସ ତଳେ ଲାଗିଥିଲା ସେଇ ଲେଖା ଲେଖି ଦେଇଥିଲେ ସବୁ କଣ ହେଲା କାହିଁ କିଛି ହେଲା ନା ଫେର ଚାଲିଲା 8 ଦିନ ପରେ ବନ୍ଦ ହେଇଥିଲା 8 ଦିନ ତାପରେ ଫେର ଚାଲିଲା। ସେ ରାତି ଭରି ଚାଲେ ରାତି ଭରି ତ ଚାଲେ ସିଏ ତାର ମନା କରିବ ଦେଖିବ କଣ ରାତି ଭରି ଚାଲୁଛି ଆଉ। ଆମେ ତ ସକାଳୁ ଆସି ସକାଳୁ ମର୍ଣ୍ଣିଂ ଦେଖିଲା ଦିନ ଟୋକା ଟୋକି ଛିଡା ହେଇଥିବେ ନାଚୁଥିବେ ନଙ୍ଗଳା ଡ୍ରେସ ଛିଡା ହେଇଥିବେ। ନାଇଁ 7ଟା ବେଳୁ ନିଆଁ ଲାଗିଲେ ଆମେ ଦେଖିଲା ବେଳକୁ ଧୂଆଁ ଉଠୁଥିଲା ଆଉ ଧୂଆଁ ଟିକେ ଟିକେ ଉଠୁଥିଲା ସେଇ ମର୍ଣ୍ଣିଂ ୱାକରେ ଆଇଲା ବେଳକୁ ତାପରେ ଦେଖିଲା ବେଳକୁ ତ ଘୁତୁ ଦେଇକିରି ଜଳୁଛି ଆଉ 8ଟା ବେଳକୁ ମାନେ ପର୍ଟିକୁଲାର ଜଣା ପଡିଗଲା ଆଉ। ଆଜ୍ଞା ଆଜ୍ଞା ରେଡ୍ ଲାଇଟ୍ ଆମେ ଡେଲି ମର୍ଣ୍ଣିଂ ୱାକ୍ ଆସିଲା ବେଳକୁ ସେ ତାଙ୍କର ଖୋଲା ଥବ ଚାଲିଥିବ। ହଁ ରାତି ସାରା ଖୋଲା ରୁହେ। ପୂର୍ବରୁ ନିଆଁ ଲାଗିବା ତ ମୁଁ ଜାଣିନି 2 ମାସ ତଳେ ଲାଗିଥିଲା ଏତେ ଲାଗିନଥିଲା ଜଣା ପଡୁନଥିଲା ସେଟା କିଛି କିନ୍ତୁ ଏଇଟା ଟିକେ ଭୟାବହ ହେଇଯାଇଛି। ନିଆଁ ସମ୍ପୂର୍ଣ୍ଣ ଆୟତ ହେଇସାରିଲାଣି ଆଉ ଏବେ ସବୁ ଜାଗା ଗୁଡାକ ଟିକେ ଟିକେ ଚେକ୍ କରାହଉଛି ଯେ କି କାଳେ କୋଉଠି ନିଆଁ ରହିଯାଇଥିବ ତାକୁ ଖେଳେଇକି ଦେଖିକି ଆମେ କମ୍ପ୍ଲିଟ କରିଦେଲା ପରେ ନିଆଁ ଲାଗିବାର କାରଣ ବଡ ଅଫିସର ମାନେ ଉଚ୍ଚ ପଦସ୍ଥ ଅଫିସର ମାନେ ଆମର ଚେକ୍ କରି ଦେଖିବେ ନିଆଁ ଲିଭା କଣ ପାଇଁ ନିଆଁ ଲାଗିଛି କଣ ତାଙ୍କର ଥିଲା ନଥିଲା ସେ ବିଷୟରେ ଆପଣଙ୍କୁ ବିଶେଷ ବିଳମ୍ବ ହେଇନାହିଁ। କଳ୍ପନାରୁ ଗାଡି ଆସିଲା ପାହାଡରୁ ଗାଡି ଆସିଲା ତେଣୁ କଳ୍ପନାରୁ ଗାଡି ଆସିଲେ ଆପଣ ଜାଣିଥିବେ ପଳାଶୁଣୀ ବ୍ରିଜ ପାଖରେ କେତେ ଭିଡ ହୁଏ ତେଣୁ ସେଇଟା ସମୟ ସାପେକ୍ଷ ଆଉ କିଛି ଡେରି ହେଇନାହିଁ 3 ମାହାଲା ଉପରେ ନିଆଁ ତେଣୁ ଆମକୁ ଏଇ ଯୋଉ ଇଲେକ୍ଟ୍ରିକ କରେଣ୍ଟ କଟା ହବାକୁ ପଡିଲା 122 କେବି ଲାଇନ ଯାଇଛି ତେଣୁ ତାକୁ କଟ ଅଫ୍ କରିକି ଯେତିକି ନହେଲେ ବିଳମ୍ବ କୌଣସି ସମ୍ପୂର୍ଣ୍ଣ ନିଆଁ ଲିଭି ସାରିଲାଣି କୋଉଠି ଯଦି ଟିକେ ଟିକେ ଥିବ ତାହେଲେ ଆମେ ଚେକ୍ କରୁଛୁ ତାପରେ ହଁ ପ୍ରାୟତଃ ସମ୍ପୂର୍ଣ୍ଣ